ସେଇଥିପାଇଁ ଆମେ ଭାବୁଥିଲୁ ଯେ ବର୍ତ୍ତମାନ ଡବଲ ଇଞ୍ଜିନ୍ ସିଷ୍ଟମ୍ ବୋଲି କୁହାଯାଇଛି ବା ଏକା ଦଳ ଏଠି ସରକାର ସେଟା ତାହେଲେ ଆମେ ଗୋଟେ ଅଧିକ ସ୍ପେଶାଲ ଗ୍ରାଣ୍ଟ ପାଇବୁ ଏବଂ ଯେଉଁଥିରେ ଆମ ରାଜ୍ୟର ଯେଉଁ ଦୁର୍ବଳ ଅଞ୍ଚଳ ରହିଛି ବା ଦୁର୍ବଳ ବ୍ୟବସ୍ଥା ରହିଛି ସେଇଟା ପୁଣି ସମକକ୍ଷ ହେଇପାରିବ। କେନ୍ଦ୍ର ବଜେଟ୍ ହେଉ ବା ରାଜ୍ୟ ବଜେଟ୍ କେନ୍ଦ୍ର ଉପରେ ଅଧିକ ନିର୍ଭରଶୀଳ ବର୍ତ୍ତମାନ ହେଇଯାଇଛି, କାରଣ ରାଜ୍ୟମାନେ ଡିଭଲ୍ୟୁସନ୍ ଟଙ୍କା ଆଦାୟ କରିବେ ଯାହାକୁ ତାକୁ ଭାଗ ବାଣ୍ଟି ସେ ଯେଉଁ ଭାଗ ବାଣ୍ଟିବା ଭିତରେ ଆମେ ଲକ୍ଷ୍ୟ କରିଛୁ ପୂର୍ବରୁ 67% ଆମ ବଜେଟ୍ର କେନ୍ଦ୍ରମାନେ ଦେଉଥିଲେ। ଟଙ୍କା କମ୍ ହେଇପାରେ କିନ୍ତୁ 67, 64, 63% ଆମ ବଜେଟ୍ ଏକ୍ସପେଣ୍ଡିଚରର କେନ୍ଦ୍ରରୁ ଆସୁଥିଲା। ବର୍ତ୍ତମାନ ତାହା କମି ଯାଇକରି 54ରୁ 55, 56% ରହିଲାଣି। ଏଣୁ କେନ୍ଦ୍ର ବଜେଟ୍କୁ ଠାରୁ ଆମେ ଆଶା କରୁ କାହିଁକି ନା ତା ହାତରେ ଡିସ୍କ୍ରିସନାରୀ ପାୱାରଟା ବେଶୀ ରହିଗଲାଣି। ଡିଭଲ୍ୟୁସନ୍ ପାୱାର ହେଉଛି 41% ଆଉ ଡିସ୍କ୍ରିସନାରୀ ପାୱାର ତା ପାଖରେ ଟଙ୍କା ବାଣ୍ଟିବା କ୍ଷମତାଟା ବେଶୀ ରହିଲାଣି। ସେଇଥିପାଇଁ ଯେଉଁମାନେ ଦୁର୍ବଳ ରାଜ୍ୟ, ଯେଉଁ ଗୋଷ୍ଠୀ ଦୁର୍ବଳ ଗୋଷ୍ଠୀ ଏଇମାନେ ଏ ବଜେଟ୍ରୁ ଚାହାନ୍ତି ଯେ ତାଙ୍କୁ ଲେବଲ୍ ପ୍ଲେଇଂ କରିବା ପାଇଁକି ଭଲ ଗୋଟେ ସମାନ ଫିଲ୍ଡ ପାଇବା ପାଇଁ ସେମାନେ କେନ୍ଦ୍ର ଉପରେ ଆଶା କରନ୍ତି, କେନ୍ଦ୍ରଠାରୁ ଆଶା କରନ୍ତି। ସେଇଥିପାଇଁ ଆମେ ଭାବୁଥିଲୁ ଯେ ବର୍ତ୍ତମାନ ଡବଲ ଇଞ୍ଜିନ୍ ସିଷ୍ଟମ୍ ବୋଲି କୁହାଯାଇଛି ବା ଏକା ଦଳ ଏଠି ସରକାର ସେଟା ତାହେଲେ ଆମେ ଗୋଟେ ଅଧିକ ସ୍ପେଶାଲ ଗ୍ରାଣ୍ଟ ପାଇବୁ ଏବଂ ଯେଉଁଥିରେ ଆମ ରାଜ୍ୟର ଯେଉଁ ଦୁର୍ବଳ ଅଞ୍ଚଳ ରହିଛି ବା ଦୁର୍ବଳ ବ୍ୟବସ୍ଥା ରହିଛି ସେଇଟା ପୁଣି ସମକକ୍ଷ ହେଇପାରିବ। ୟେସ୍, ଏଇଟା ତାହା ପାଇଲୁ ନାହିଁ, ସେଇଥିପାଇଁ କହୁଛୁ ଏଠି କିଛି ଭିକ ମାଗିବାର ନାହିଁ ବା କାହା ସାଙ୍ଗରେ ରାଜନୈତିକ ବିଦ୍ୱେଷ ରଖି କହିବାର ନାହିଁ। ଏହା ଏକ ହିସାବ ଅନୁସାରେ ମୁଁ ସବୁବେଳେ ଉପସ୍ଥାପନ କରିଆସିଛି।